ନା ନା ସେଟା ମୁଁ ମାରୁଛି। ତମେ ମାରୁଛ? ହଁ ହଁ ମାର ଦଉନ? ନା ନା ମୁଁ ମାରୁଛ? ମୁଁ ସେ ସାନ ପୁଅକୁ ମାରିଛି। ଏ ମୁଭିରେ ଗୋଟେ ସାନ ପୁଅ ବି ଅଛି। ମୋ ଭଉଣୀ ଚଟା ଭଉଣୀ କହୁ ଓଠି କଚିରେ ହିରୋ ଓଡ଼ିଆ ସିନେମାରେ ଅର୍ଜୁନ ଧଳା। ତମ ଗାର୍ଲଫ୍ରେଣ୍ଡ ଆରେ କି ନାହାନ୍ତି ମାନେ କେଉଁ ଗାର୍ଲଫ୍ରେଣ୍ଡ ନାହାନ୍ତି ମାନେ ଯାହା କଥା କହୁଛି ଅଛନ୍ତି ବୋଲି କେବେ ତମ ଘରକୁ ଆସନ୍ତି ଯୋଉ ସେ ଆମର ଡ୍ୟାନ୍ସ ଶିଖିବାକୁ ଆସନ୍ତି। ଗାର୍ଲଫ୍ରେଣ୍ଡ ନା ଆରେ ମୁଁ ନାହାନ୍ତି କହିଲି ପରା। କେତେ ଟଙ୍କା ଏମିତି ଦରକାର ଯୋଉଥିରେ ତୁମେ କଣ ନବ? ଚକଲେଟ ନବ, ଗାଡି ନବ, ସାଇକେଲ 100 ଟଙ୍କା। 100 ଟଙ୍କାରେ କଣ କିଣିବ ତମେ? ମୁଁ ବି ଜାଣିନି ସେଟା ତ ସାଇବୀର ପଣ୍ଡା। ମୁଁ ଏଥର ଅରବିନ୍ଦଙ୍କର ସାନ କ୍ୟାରେକ୍ଟର କରୁଛି। ଆମେ ଦେଖୁଛୁ ଫିଲ୍ମରେ ମୁଁ ମାର ଖାଉ ନା ନା ସେଟା ମୁଁ ମାରୁଛି। ତମେ ମାରୁଛ? ହଁ ହଁ ମାର ଦଉନ? ନା ନା ମୁଁ ମାରୁଛ? ମୁଁ ସେ ସାନ ପୁଅକୁ ମାରିଛି। ଏ ମୁଭିରେ ଗୋଟେ ସାନ ପୁଅ ବି ଅଛି। ସିଏ ମୋ ଭଉଣୀକୁ ଚଟା ଭଉଣୀ କହିଲା ବୋଲି ମୁଁ ତାକୁ ବହେ ମାରିଛି। ହଁ ଆଉ ମୁଁ ତାକୁ କହିଛି ମୋ ଭଉଣୀକୁ ଚଟା ଭଉଣୀ କହୁ ଓଠି କଚିରେ କଚିଦେଲେ ତାକୁ? ହଁ କୋଉ ଫିଲ୍ମ କରିଛ ଆଗ କହିଲ? ମିନିମମ୍ 26 ଟା ମୁଭି କରିଛି। ବି ଗ୍ୟାଙ୍ଗ କରିଛି, ପାଜାକାଶ କରିଛି, ଆଉ କେତେଟା ତ ନାଁ ବି ଭୁଲି ଯାଇଛି। ଆଉ ନାମ ପଚାରିଲେ ମାମା ଏବେ ଚ୍ୟାଲେଞ୍ଜ କାହାକୁ ଚ୍ୟାଲେଞ୍ଜ ଦଉନି ମାନେ ଆଉ କଣ ଯେ ମୁଁ ଖାଲି ମୋ ଭଉଣୀକୁ ଭଲ ପାଏ ଆଉ କିଏ ତାକୁ କିଏ କିଛି କହିପାରିବନି କି ଯଦି ତାକୁ କିଏ କିଛି କହିଲେ ମୁଁ ତାକୁ ଉଠେଇକି ମାରେ। ଏତିକିରୁ ତ ଏତେ ବଡ ହେଲେ କେତେ? ଆରେ ଏତିକିରୁ ତ ଏତେ ଏମିତି ହେଲେ ଚିନିକାଲିଆ କରୁଛୁ ବଡ ହେଲେ ହିରୋ ଓଡ଼ିଆ ସିନେମାରେ ଅର୍ଜୁନ ଧଳା। ଫିଲ୍ମରେ ରୋଲ କରିଛ ବୋଲି ତାକୁ ନା 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 ତାଙ୍କୁ ନାହିଁ ନା ସତରେ କୁହ ତାଙ୍କୁ ତମକୁ ବେଶୀ ଭଲ ଲାଗୁଛି ଆକ୍ଟିଂଟା ଆଉ ତାଙ୍କର ଯୋଉ ଫାୟାର କରୁଛନ୍ତି ବନ୍ଧୁକ ଧରିକି ସେ କହିଛନ୍ତି କି ଦେଖିନ? ଦେଖିଲି ସିନା ଜଣା ପଡିବ। ତମେ ତ ଆଗରୁ ପଚାରିଛ। ଫିଲ୍ମରେ ତମେ ଟ୍ରେଲର ଦେଖିନ? ତମ ହିରୋଇନ ନାଁ କଣ? ନା ସେ ତ ଆଲିଆ। ନା ନା ଆଲିଆ ଆଉ ପୁରା କଣ ମନେ ରଖିବି? ହଁ ତାହେଲେ ତମେ ତା ସହିତ ଫିଲ୍ମ କରିଛ? ହଁ ସେ ମୋ ଭଉଣୀ ହେଇଛନ୍ତି। ଭଉଣୀ ଯେମିତି ଅର୍ଜୁନଙ୍କର ଏଲିନା ଅଛନ୍ତି ହିରୋଇନ, ସେମିତି ତମର କିଏ ଛୋଟବେଳେ ହିରୋଇନ ଅଛନ୍ତି? ନା ତମ ଗାର୍ଲଫ୍ରେଣ୍ଡ ଆରେ କି ନାହାନ୍ତି ମାନେ କେଉଁ ଗାର୍ଲଫ୍ରେଣ୍ଡ ନାହାନ୍ତି ମାନେ ଯାହା କଥା କହୁଛି ଅଛନ୍ତି ବୋଲି କେବେ ତମ ଘରକୁ ଆସନ୍ତି ଯୋଉ ସେ ଆମର ଡ୍ୟାନ୍ସ ଶିଖିବାକୁ ଆସନ୍ତି। ଗାର୍ଲଫ୍ରେଣ୍ଡ ନା ଆରେ ମୁଁ ନାହାନ୍ତି କହିଲି ପରା। ସାଙ୍ଗସାଥୀ କହିଲେଣି ପୁରା ମୋ ସ୍କୁଲରେ ସମସ୍ତେ କହିସାରିଲେଣି ଚ୍ୟାଲେଞ୍ଜ ମୁଭି ଦେଖିବା ପାଇଁ। ତମ ଭଉଣୀ କିଏ ହେଇଛି? ମୋର ଭଉଣୀ ହେଇଛନ୍ତି ଆଲିଆ। ହଁ ଲିପି ଦିଦି ସୁଟିଂ ସେଟରେ କେତେ ମସ୍ତି କରୁଥିଲେ ନା ଦେଖା ହେଇଛୁ ଆମେ। ଏଲିନା ଦିଦି ସାଙ୍ଗରେ ଏତେ ଦେଖିନି ହେଲେ ତାଙ୍କ ଘରେ ମାନେ କି ତାଙ୍କୁ ମିଶିଥିଲି ବହୁତ ଥର ହେଲେ ତାଙ୍କୁ ଏ ମୁଭିରେ ଦେଖିନି। ମତେ କହିଲେ ଖାଇବାକୁ ସେଇଟା ଏତେ କେତେ ଦିନ ହେଲାଣି ମତେ ସେ ଚିକେନ ଥିଲା, ଅଣ୍ଡା ବି ଖାଇଥିଲି, ମାଛ ବି ଖାଇଥିଲି, ଆଉ ବହୁତ ସାରା ଖାଇଥିଲି। ମୁଁ ପନିର ଖାଇଥିଲି। ଆଚ୍ଛା ତମେ କାଳେ ଭୁଲ ଖାଇଲି ଛଡେଇକି ଖାଇଦିଅ ଯୋଉ ଭୁଡ଼ି ରୋଲ କରୁଥିଲି ସେ ସବୁବେଳେ କେମିତି କହିଲେ? ମୁଁ ତ ବ୍ରାଇଟ୍ ନଥିଲି କାଲି ଛଡେଇକି ଖାଇଦିଅ ହେଲେ ସେଟା ପୁରା ଆସିବି ନାହାନ୍ତି। ତମେ କେମିତି କହିଦେଲ? ତମେ ଆକ୍ଟିଂ ପାଇଁ ଅର୍ଜୁନଙ୍କଠାରୁ କେତେ ପଇସା ନେଇଛ? ମୁଁ ଜାଣିନି, ମାମା ଜାଣିଛନ୍ତି। ମାମା ପଚାର। ତମ ମାମାଙ୍କୁ ପଚାର ନା ଆଉ ତମେ ପଚାରିଲନି ମାମାଙ୍କୁ କାହିଁ କରିବି କଣ ମାଗଣାରେ ଆକ୍ଟିଂ କରିବି? ପଚାର ନା। ସେଇଟା ବି ଠିକ କଥା। ସେଇଟା ତ ମୁଁ ବି କହୁଛି। ତାହେଲେ କେତେ ଟଙ୍କା ନେଇଥିବ ବୋଲି ଲାଗୁଛି? ମାମା ଫୋନ ପେ ରେ ଆଣିଥିଲେ ନା କ୍ୟାସ୍ ଆଣିଥିଲେ? ମୁଁ ବି ଜାଣିନି। ପଚାରିବି ନା? ହଁ ତମକୁ ଯଦି ପଚରା ହବ ଫିଲ୍ମରେ ରୋଲ କରିଛ କେତେ ଟଙ୍କା ଡିମାଣ୍ଡ ତମର? କେତେ ଟଙ୍କା କହିବ ତମେ?
ମାମା ପଚାରିଲେ ତମେ ରୋଲ କରିବ ମାମା କହିବେ କେତେ ଟଙ୍କା ଏମିତି ଦରକାର ଯୋଉଥିରେ ତୁମେ କଣ ନବ ଚକୋଲେଟ ନବ ଗାଡି ନବ ଶହେ ଟଙ୍କା 100 ଟଙ୍କାରେ କଣ କିଣିବ ତମେ ମୁଁ ବି ଜାଣିନି ସେଇଟା ତ ମୁଁ ଚକୋଲେଟ କିଣିପାରିବି ସିମ୍ପଲ ଆଚ୍ଛା ତମେ କୋଉ ସୁଟିଂ ସେଟ୍ କୁ ଯାଇଥିଲ ମୁଁ ସୁଟିଂ ସେଟ୍ ମାନେ ସେଇଟା କେମିତି କହିବି କୋଉ ସେଟ୍ କୁ ଭୁବନେଶ୍ୱର ଯାଇଥିଲ ହାଇଦ୍ରାବାଦ ଭୁବନେଶ୍ୱର ଯାଇଥିଲି କଟକ ଯାଇଥିଲି ଆଉ ସେଇଟା କଣ ବଲିଙ୍ଗଡ଼ କଣ ଥିଲା ନା ମନେ ନାହିଁ କେତେ ସମୟ ସୁଟିଂ କଲ କେତେ ସମୟ 4 ଦିନ ଟୋଟାଲ 4 ଦିନ ରହିଲ ସ୍କ୍ରିପ୍ଟ ମନେ ରହିଗଲା ହଁ କହିଲ କଣ ଥିଲା ତମ ଡାଇଲଗ ମାନେ ବାକି ଯୋଉ ସିନ୍ ଟା ସବୁଠୁ ଅଧିକ ଭଲ ହେଇଛି ସେ ଡାଇଲଗ ଅଛି ମୋ ଭଉଣୀକୁ ଚମ୍ପା ଭୁଳିଗଲୁ ମାରି ମାରି ତ ମୁହଁ ପଟେଇଲି ମୁଣ୍ଡ ପଟେଇ ତତେ କଚି ଦେବି କାହାକୁ କହୁଛୁ ଏ କଥା ସେ ମୋର ଗୋଟେ ପିଲା ଆସିକି ମୋ ଭଉଣୀକୁ କହୁଛି ଏ ଚମ୍ପା ସେଥିପାଇଁ ମୁଁ ତାକୁ ଜୋର ଜୋରସେ ମାରୁଛି ଆଉ ଏଥିରେ କଣ ତମ ଭଉଣୀ ଏଲିନା ହେଇଛନ୍ତି ହଁ ତୁମ ଭଉଣୀ ଏଲିନା ହେଇଛନ୍ତି ନା ଭଉଣୀ ଲିପି ହେଇଛନ୍ତି ନା ଲିପି ହେଇଛନ୍ତି ଏମିତି କନଫ୍ୟୁଜ କରିବାର ନା ଆଚ୍ଛା ତମର କୋଉ କ୍ଲାସ ଟିକେ କହିଲ କ୍ଲାସ 6 କ୍ଲାସ 6 ହଁ ସ୍କୁଲରୁ ଛୁଟି କେତେ ଦିନ ନେଇଥିଲ ସୁଟିଂ ବେଳେ ଛୁଟି ମାନେ ଆମର ବହୁତ ଛୁଟି ମିଳିଥିଲା ଛୁଟି ମିଳିଥିଲା ସ୍କୁଲରେ ଯାଇ କହିଲ ନା କହିଲ ହଁ ସ୍କୁଲରେ ସବୁ